Okay, my dear students, once again I welcome to my education channel HM Study Circle. Dear students, आज गोटे पिलाମାନଙ୍କ ପାଇଁ ଗୋଟେ ଭିଡିଓଟି ଏ ପ୍ରାଇମେରୀ କ୍ଲାसेସ୍ ଓ ଅପର ପ୍ରାଇମେରୀ କ୍ଲାसेସ୍ ପାଇଁ ଗୋଟେ ଭିଡିଓଟି ଏହି ଭିଡିଓରେ ଆମେ ପୁରାପୁରି ଆମର କନସେପ୍ଟ କ୍ଲିୟର କରିବା ପୃଥିବୀର ବିଭିନ୍ନ ମଣ୍ଡଳ ବିଷୟରେ ପୃଥିବୀର ଯୋଉ ତାପମଣ୍ଡଳ ଅଛି ପୃଥିବୀର ଯୋଉ ଅକ୍ଷାଂଶ ଦ୍ରାଘିମା ଅଛି ସେ ବିଷୟରେ এই ଛୋଟିଆ ଭିଡିଓଟି ତୁମମାନଙ୍କ ପାଇଁ ଯଥେଷ୍ଟ ହେବ ଏ ଦିଗରେ ତମର କନସେପ୍ଟ କ୍ଲିୟର କରିବା ପାଇଁ ଧରାଯାଉ ପିଲାମାନେ ଆମର ଏଟା ପୃଥିବୀ এটা ଗୋଟେ ପିଲାମାନେ ପୃଥିବୀ ହେଲା ପୃଥିବୀଟି ଏକ୍ଜାକ୍ଟଲି ଦୁଇ ସମାନ ଭାଗରେ ବିଭକ୍ତ ହୋଇଛି ପିଲାମାନେ ଭଲ ଭାବରେ ଲକ୍ଷ୍ୟ ରଖ ପୃଥିବୀଟି ପୁରା ଦୁଇ ସମାନ ଭାଗରେ ବିଭକ୍ତ ହୋଇଛି ବିଭକ୍ତ କରିଛି କିଏ ସେ ନା ବିଷୁବ ରେଖା କିଏ କରିଛି ନା ବିଷୁବ ରେଖା ଯାହାର ହେଲା 0 डिग्री ଯାହା ହେଉଛି 0 डिग्री ତେବେ ତେବେ ଉପର ଅଂଶକୁ କୁହାଗଲା ନା ଉତ୍ତର ଗୋଲାର୍ଦ୍ଧ କୁହାଗଲା କଣ କୁହାଗଲା ନା ଉତ୍ତର ଗୋଲାର୍ଦ୍ଧ କୁହାଗଲା ଉତ୍ତର ଗୋଲାର୍ଦ୍ଧ ଉପର ଅଂଶ କୁହାଗଲା ଉତ୍ତର ଗୋଲାର୍ଦ୍ଧ ନିମ୍ନ ଅଂଶକୁ କୁହାଗଲା ପିଲାମାନେ ଦକ୍ଷିଣ ଗୋଲାର୍ଦ୍ଧ ଭିଡିଓଟି ପିଲାମାନେ ଷଷ୍ଠ ସପ୍ତମ ଅଷ୍ଟମ ଶ୍ରେଣୀ ପିଲାମାନଙ୍କ ପାଇଁ ଏତିକି ପଞ୍ଚମ ଶ୍ରେଣୀ ପିଲାମାନଙ୍କ ପାଇଁ ଭାରି ଜରୁରୀ ଭୂଗୋଳ ଶିକ୍ଷା କରିବା ପାଇଁ ବହୁତ ଜରୁରୀ ପିଲା ବର୍ତ୍ତମାନ ଜାଣିପାରିଲେ ଉତ୍ତର ଗୋଲାର୍ଦ୍ଧ ଓ ଦକ୍ଷିଣ ଗୋଲାର୍ଦ୍ଧ ପିଲାମାନେ ଆମର ପ୍ରାୟ ମହାଦେଶ ଗୁଡ଼ିକ ଉତ୍ତର ଗୋଲାର୍ଦ୍ଧରେ ଅଛି କିନ୍ତୁ ଦକ୍ଷିଣ ଗୋଲାର୍ଦ୍ଧରେ କେବଳ ଅଷ୍ଟ୍ରେଲିଆ ମହାଦେଶଟି ଅଛି ଚାଲ ପିଲାମାନେ ଆମେ ବୁଝିବା ବିଭିନ୍ନ ପୃଥିବୀର ଯୋଉ ବିଭିନ୍ନ ମଣ୍ଡଳ ଅଛି ସେଗୁଡ଼ିକୁ ଜାଣିବା ତେବେ 0 डिग्री ଉପରେ ଅଛି କଣ ନା ବିଷୁବ ରେଖା ଅଛି ଏପଟେ ହେଲା ପଶ୍ଚିମ ଦିଗ ବାଁ ପଟେ ହେଲା ପଶ୍ଚିମ ଦିଗ ତାପରେ ଏପଟେ ହେଲା କଣ ନା ପୂର୍ବ ଦିଗ ହେଲା ତେବେ ପୂର୍ବରୁ ପଶ୍ଚିମକୁ ବା ପଶ୍ଚିମରୁ ପୂର୍ବକୁ ବିଷୁବ ରେଖାକୁ କେନ୍ଦ୍ର କରି କେତେ ଗୁଡ଼ିଏ ରେଖା ଏଭଳି ଯାଇଛି ଏଭଳିଆ ଯାଇଛି ଏଗୁଡ଼ି ସବୁ କଣ କୁହାଯାଏ ନା କୁହାଯାଏ ଅକ୍ଷାଂଶ ରେଖା କଣ କୁହାଯାଏ ନା ଅକ୍ଷାଂଶ ରେଖା କୁହାଯାଏ ତେବେ ଏଗୁଡ଼ିକୁ କଣ କୁହାଯାଏ ନା ଅକ୍ଷାଂଶ ରେଖା କୁହାଯାଏ ଏମାନେ ସବୁ ପଶ୍ଚିମରୁ ପୂର୍ବକୁ ଯାଇଛନ୍ତି ତେବେ ଆମର ଅକ୍ଷାଂଶ ରେଖା ଗୁଡ଼ିକ 0 डिग्री ଅକ୍ଷାଂଶ ରେଖା ମାନେ ପୁରା ଏକ୍ଜାକ୍ଟଲି ମଝି ଏଟା କହନ୍ତି ବିଷୁବ ରେଖା ତାପରେ 23 डिग्री ନର୍ଥ ତାପରେ 23 डिग्री ଅର୍ଧେ ନର୍ଥ ସେଭଳିଆ 23 डिग्री ଅର୍ଧେ ନର୍ଥ ତାକୁ କହନ୍ତି କର୍କଟ କ୍ରାନ୍ତି କଣ କହନ୍ତି ନା କର୍କଟ କ୍ରାନ୍ତି ଏଟା 23 डिग्री ଅର୍ଧେ କହନ୍ତି କର୍କଟ କ୍ରାନ୍ତି ତାପରେ 66 डिग्री ଅର୍ଧେ ନର୍ଥ ଏଟା କହନ୍ତି ସୁମେରୁ ବୃତ୍ତ ତାପରେ ପିଲାମାନେ ଏଟା 90 डिग्री କହନ୍ତି ସୁମେରୁ ବର୍ତ୍ତମାନ ବୁଲିଲେ 90 डिग्री ଉତ୍ତରକୁ କହନ୍ତି ସୁମେରୁ 66 डिग्री ଅର୍ଧେ ନର୍ଥକୁ କହନ୍ତି ସୁମେରୁ ବୃତ୍ତ ତାପରେ 23 डिग्री ଅର୍ଧେ ନର୍ଥକୁ କହନ୍ତି କର୍କଟ କ୍ରାନ୍ତି ତାପରେ ସେଇଭଳିଆ 23 डिग्री ଅର୍ଧେ ସାଉଥକୁ କହନ୍ତି କଣ କହନ୍ତି ନା ମକର କ୍ରାନ୍ତି କହନ୍ତି ମକର କ୍ରାନ୍ତି ପିଲାମାନେ ଏଟା ଭାରି ଜରୁରୀ ଭିଡିଓଟି ରହିଛି ତୁମେ ଭିଡିଓକୁ ସ୍କିପ୍ ନ କରି ଆରାମରେ ଦେଖିପାରିବ ବା ବୁଝିପାରିବ ତେବେ 23 डिग्री ଅର୍ଧେ ନର୍ଥକୁ କହନ୍ତି କର୍କଟ କ୍ରାନ୍ତି 23 डिग्री ଅର୍ଧେ ସାଉଥକୁ କହନ୍ତି ମକର କ୍ରାନ୍ତି ସେଇଭଳିଆ 66 डिग्री ଅର୍ଧେ ସାଉଥକୁ କହନ୍ତି କୁମେରୁ ବୃତ୍ତ ତେବେ 90 डिग्री ସାଉଥକୁ କହନ୍ତି କୁମେରୁ ତେବେ ପିଲାମାନେ ଏଇଠି ଆମେ ବୁଝିବା ବର୍ତ୍ତମାନ ଏ ସବୁ କଣ ଏ ସବୁ ଗୋଟେ ସବୁ ଅକ୍ଷାଂଶ ଏ ସବୁ ହେଲା ଅକ୍ଷାଂଶ ଯାହା ପୂର୍ବରୁ
ପଶ୍ଚିମକୁ ସମାନ୍ତର ଭାବେ ବିଷୁବରେଖାକୁ ସମାନ୍ତର ଭାବେ ପଡ଼ି ରହିଛି। ତେବେ 66 ଡିଗ୍ରୀ ଅଧେ, ତେବେ ଆମେ ଏଇଟା 0 ଡିଗ୍ରୀ 22 ଡିଗ୍ରୀ ଅଧେ ନର୍ଥରୁ 23 ଡିଗ୍ରୀ ଅଧେ ନର୍ଥରୁ 23 ଡିଗ୍ରୀ ଅଧେ ସାଉଥକୁ ଏଇ ଯେଉଁ ଅଞ୍ଚଳ ଏଇ ସବୁ ଅଞ୍ଚଳକୁ କୁହାଯାଏ ଗ୍ରୀଷ୍ମମଣ୍ଡଳ। କ'ଣ କୁହାଯାଏ? ଗ୍ରୀଷ୍ମମଣ୍ଡଳ। ଡିୟର ଷ୍ଟୁଡେଣ୍ଟସ୍, କ'ଣ କୁହାଯାଏ? ଗ୍ରୀଷ୍ମମଣ୍ଡଳ। କାହିଁକି ଗ୍ରୀଷ୍ମମଣ୍ଡଳ କୁହାଯାଏ? ନା ସୂର୍ଯ୍ୟଙ୍କର ପୁରା ସଳଖ କିରଣ ଆସିକି ସୂର୍ଯ୍ୟଙ୍କର ପୁରା ସଳଖ କିରଣ ଏଇ ମଣ୍ଡଳ ଉପରେ ପଡ଼େ। ତେଣୁ ପୃଥିବୀର ଏଇ ମଣ୍ଡଳ ଯେତେ ଅଞ୍ଚଳ ଅଛି ସବୁ ଲୋକ ପ୍ରାୟ କଳା ଏବଂ ଏହାକୁ ଗ୍ରୀଷ୍ମମଣ୍ଡଳୀୟ ଅଞ୍ଚଳ ବୋଲି କୁହାଯାଏ। ତାପରେ 23 ଡିଗ୍ରୀ ଅଧେରୁ 66 ଡିଗ୍ରୀ ଅଧେ ଉତ୍ତର, ଇଏ ଯେଉଁ ଅଞ୍ଚଳ ଏହାକୁ କହନ୍ତି କ'ଣ? ନା ଉତ୍ତର ସମମଣ୍ଡଳ। ଉତ୍ତର ସମମଣ୍ଡଳ ବା ସମମଣ୍ଡଳ ବା ନାତିଶୀତୋଷ୍ଣ ମଣ୍ଡଳ ବୋଲି କୁହନ୍ତି। ଏଠି ବି ସେମିତିଆ ଦକ୍ଷିଣ ସମମଣ୍ଡଳ ତାକୁ ବି ଦକ୍ଷିଣ ନାତିଶୀତୋଷ୍ଣ ମଣ୍ଡଳ କୁହନ୍ତି। ସେଇ 23 ଡିଗ୍ରୀ ଅଧେ ସାଉଥ, 66 ଡିଗ୍ରୀ ଅଧେ ସାଉଥକୁ କ'ଣ କୁହନ୍ତି? ଦକ୍ଷିଣ ସମମଣ୍ଡଳ। ଏ ଅଞ୍ଚଳ ଯେଉଁ ଅଞ୍ଚଳକୁ ପିଲାମାନେ ମୁଁ ଠୁକ୍ ଠୁକ୍ ଭଳିଆ କରିଦେଲି, ଠୁକ୍ ଅଞ୍ଚଳ କରିଦେଲି। ଏ ଅଞ୍ଚଳ ଥିଲେ ଦକ୍ଷିଣ ସମମଣ୍ଡଳ। କିନ୍ତୁ 66 ଡିଗ୍ରୀ ଅଧେ ନର୍ଥରୁ 90 ଡିଗ୍ରୀ, ଏପଟେ କିନ୍ତୁ 66 ଡିଗ୍ରୀ ସାଉଥରୁ 90 ଡିଗ୍ରୀ, ଏ ଅଞ୍ଚଳକୁ କୁହନ୍ତି ହିମମଣ୍ଡଳ। କ'ଣ କୁହନ୍ତି? ହିମମଣ୍ଡଳ। ଏ ଅଞ୍ଚଳରେ ସୂର୍ଯ୍ୟଙ୍କର ତେରଛା କିରଣ ପଡ଼େ। ତେଣୁ ବର୍ଷ ସାରା ସଦାବେଳେ ଥଣ୍ଡା ଅଞ୍ଚଳ, ଏଇଟା ଥଣ୍ଡା ଅନୁଭୂତି ହୁଏ। କିରଣ ପଡ଼ିଲା ନାହିଁ, ଯେଉଁ କିରଣ ପଡ଼ିଲା ସବୁ ତେରଛା କିରଣ ପଡ଼ିଲା। ତେଣୁ ଏ ଅଞ୍ଚଳର ପ୍ରାୟ ନଦୀ, ସମୁଦ୍ର ଭାଗ ପ୍ରାୟ ଗ୍ଲାସିୟର ଅବସ୍ଥାରେ ଅଛି। ଗ୍ଲାସିୟର ମାନେ ସବୁ ବରଫ ଅବସ୍ଥାରେ, ସବୁ ପାଣି ଗୁଡ଼ିକ ସବୁ ବରଫ ଅବସ୍ଥାରେ ପ୍ରାୟ ଅଛି। ଏ ଅଞ୍ଚଳରେ ଲୋକ ପ୍ରାୟ ରହନ୍ତି ନାହିଁ, କେବଳ ଗବେଷକମାନେ ଯାଆନ୍ତି, ଯଦି ରିସର୍ଚ୍ଚ କରନ୍ତି ସେମାନେ ଯାଆନ୍ତି। ଭାରତର ମଧ୍ୟ ଉତ୍ତର ମେରୁରେ ଆମର ଆଣ୍ଟାର୍କଟିକା ମହାଦେଶ ଅଛି। ତେବେ ସେଠିକି ଆମ ଭାରତର ଗୋଟେ ସେ ଗବେଷଣା କେନ୍ଦ୍ର ଅଛି ଯାହା କୁହନ୍ତି ଗୋମତ୍ରୀ ଦକ୍ଷିଣ ଗଙ୍ଗୋତ୍ରୀ ବୋଲି ତାକୁ କୁହାଯାଏ। ଦକ୍ଷିଣ ଗଙ୍ଗୋତ୍ରୀ ଗୋଟେ ଆମର ପୁରା ଇଣ୍ଡିଆନ ପ୍ଲେସେସ୍ ଅଛି which is essential for the research. ଓକେ, ତେବେ ଆମେ ହିମମଣ୍ଡଳ ଯାଇଲେ, ଏପଟେ ଦକ୍ଷିଣ ହିମମଣ୍ଡଳ ଯାଇଲେ, ଉତ୍ତର ହିମମଣ୍ଡଳ ଯାଇଲେ। ତେବେ ଏଇ ଯେଉଁ ସମମଣ୍ଡଳ ଯାଇଲେ, ଦକ୍ଷିଣ ସମମଣ୍ଡଳ ଯାଇଲେ, ସମମଣ୍ଡଳରେ ବେଶୀ ଉତ୍ତପ୍ତ ତାପ ନଥାଏ, ବେଶୀ ଥଣ୍ଡା ନଥାଏ, ଯାହାକୁ ପ୍ରାୟ କୁହନ୍ତି ଭୂମଧ୍ୟସାଗରୀୟ ଅଞ୍ଚଳ। ଏଇ ଅଞ୍ଚଳ ମାନଙ୍କରେ ଏଇ ପଶ୍ଚିମ ଅଞ୍ଚଳ ମାନଙ୍କରେ ବେଶୀ ସୂର୍ଯ୍ୟଙ୍କର କିରଣ ବେଶୀ ଉତ୍ତପ୍ତ ନଥାଏ ବା ଥଣ୍ଡା ନଥାଏ। ତେବେ ଏ ଅଞ୍ଚଳ ପ୍ରାୟ ଭୂସ୍ୱର୍ଗ ଅଟେ। କିନ୍ତୁ ଆମର ଗ୍ରୀଷ୍ମମଣ୍ଡଳ ଯେଉଁ 23 ଡିଗ୍ରୀ ଅଞ୍ଚଳ, ଅକ୍ଷାଂଶରୁ 23 ଡିଗ୍ରୀ ନର୍ଥ ଅକ୍ଷାଂଶରୁ 23 ଡିଗ୍ରୀ ସାଉଥ ଅକ୍ଷାଂଶ, ଏ ଅଞ୍ଚଳରେ ପୃଥିବୀର ସୂର୍ଯ୍ୟଙ୍କର ସଳଖ କିରଣ ପଡ଼େ। ତେଣୁ ପ୍ରାୟ ଚିରହରିତ ଅରଣ୍ୟ ଗୁଡ଼ିକ ସବୁ ଏ ଅଞ୍ଚଳରେ ଦେଖାଯାଏ। ଡିୟର ପିଲାମାନେ, ଗ୍ରୀଷ୍ମମଣ୍ଡଳରେ ଭାରତଟି ଅଛି। ଭାରତର ପ୍ରାୟ ଭାରତଟି ପିଲାମାନେ ଗ୍ରୀଷ୍ମମଣ୍ଡଳ ଅଛି। ଜଷ୍ଟ ଶ୍ରୀଲଙ୍କା ତଳକୁ ବିଷୁବରେଖା ପିଲାମାନେ ଯାଇଛି। ସୋ ଆମେ ସମ୍ପୂର୍ଣ୍ଣ ଭାବେ ଗ୍ରୀଷ୍ମମଣ୍ଡଳରେ ଅଛେ। ଆମ ଓଡ଼ିଶା ମଧ୍ୟ ଦେଇ ପିଲାମାନେ କର୍କଟ କ୍ରାନ୍ତି ଯାଇଛି। ତେଣୁ ଆମେ ସବୁ ଗ୍ରୀଷ୍ମ ପ୍ରଧାନ ଦେଶର ଲୋକମାନେ। ସେଇଭଳି ପିଲାମାନେ ଏଠି ବୁଝିବା, ଦ୍ରାଘିମା କହିଲେ କ'ଣ ବୁଝ? ଇଏ ଯେଭଳି ଉତ୍ତରରୁ ପୂର୍ବରୁ ପଶ୍ଚିମକୁ ସମାନ୍ତର ଭାବେ ପଡ଼ିଛି, ସେଇଭଳି ପିଲାମାନେ ଦ୍ରାଘିମା ଗୁଡ଼ିକ ଉତ୍ତର ଦକ୍ଷିଣ ହେଇକି ଏଇଭଳି ପଡ଼ିଛି। ଏଇଭଳି ସବୁ ଉତ୍ତର ଦକ୍ଷିଣ ସବୁ ଦ୍ରାଘିମା ଗୁଡ଼ିକ ପିଲାମାନେ ପଡ଼ିଛି। ତେବେ କୌଣସି ଏକ ପ୍ଲେସର ତାର ଗୋଟେ ଲୋକେସନ ଆମେ ଠଉରେଇବା, ସ୍ଥାନର ଅବସ୍ଥିତି ଯଦି ଠଉରେଇବା, ଆମେ ଖାଲି ଅକ୍ଷାଂଶକୁ ନେଇକି ଠଉରେଇ ପାରିବାନି। ଧରାଯାଉ ଏଇଟା ଗୋଟେ ପ୍ଲେସ୍,
এই প্ଲେସଟା ତେବେ ଆମେ ଯଦି ଖାଲି କହିବା ଅକ୍ଷାଂଶ ଉପରେ କେତେ ଡିଗ୍ରୀ ଅକ୍ଷାଂଶରେ ଅଛି, ତେବେ ଆମେ ଅକ୍ଷାଂଶରେ କହିଦେଲେ ଯେ ଧରାଯାଉ ଏଇଟା 60 ଡିଗ୍ରୀ ଅକ୍ଷାଂଶରେ ଅଛି। 60 ଡିଗ୍ରୀ ବର୍ତ୍ତମାନ 60 ଡିଗ୍ରୀ ନର୍ଥରେ ଅଛି। 60 ଡିଗ୍ରୀ ନର୍ଥରେ ଅଛି। 60 ଡିଗ୍ରୀ ନର୍ଥରେ ଆମେ ଖାଲି 60 ଡିଗ୍ରୀ ନର୍ଥରୁ ଆମେ ୟାର ଲୋକେସନ ଜାଣିପାରିବା। ଆମେ ଦେଖିବା ଯେ ये केते डिग्री कौन अच्छी यार लोकेशन केते धराଯାଉ ये जगह एतिक अच्छी तेज ये 60 डिग्री रु धर 60 डिग्री नॉर्थ रु अच्छी 62 डिग्री नॉर्थ खाली ये तो अक्षांश गला। आम जब यार द्राघिमा बाहर करवा तो द्राघिमा जब बाहर करा पर्टिकुलाली जापर यहाँ कौटी अच्छी तेज ये कौन हो धराଯାଉ यहाँ 42 डिग्री वेस्ट रु 45 डिग्री वेस्ट भितर अच्छी तेज एगुड़िक पश्चिम द्राघिमा गुड़िक सब तेज ये आम जानीदे गोटे स्थान लोकेशन आम जानीदे तो गोटे स्थान कौन पृथ्वी पृष्ठर कौन एक स्थान आम अवस्थित जानवा हेले आम अक्षांश और द्राघिमा जाना जरूरी। से अक्षांश और द्राघिमा अनुसार सब कार्य होता है। सो पिला माने ये वीडियो रे तुम मानकर अनेक मन डाउट क्लीयर हो पृथ्वीर विभिन्न मंडल विषय जेहतु वीडियो केमती लगे पिला माने तले कमेंट्स बॉक्स रे लिखि जनइले मु खुशी हेबी। पिला माने नुआ नुआ वीडियो करने आग्रह प्रकाश करी। जगन्नाथ तुम मानकर शरीर सुस्थ रखि था पिला माने। थैंक्स फॉर योर वाचिंग।